ओम शांति। पुस्तक पठन श्रीमद् भगवद गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड सांख्य योग परिशिष्ट व्याख्या। दुख ओ मृत्यु आत्मार अनंत जीवन रे सामायिक घटना मात्र। तेणु जीवित बा मृत काहारी पाई शोक प्रकाश करिबा अनुचित। गता सुनंगतांशुश्चम नानुशोचन्ति पंडिताः। अर्थात मृत बा जीवितଙ୍କ ପାଇଁ ପଣ୍ଡିତ ଲୋକେ ଶୋକ କରନ୍ତି ନାହିଁ। ସେମାନେ ଜନ୍ମ ମୃତ୍ୟୁ ଦୁଃଖ ପ୍ରଭୃତି ବାହ୍ୟ ଘଟଣା ପଛରେ ଯେଉଁ ସତ୍ୟ ରହିଛି ତାକୁ କେବଳ ଦେଖନ୍ତି। ତେଣୁ ଆମେ ଅଜ୍ଞାନାଦି ପ୍ରକୃତିର ବାସନା କାମନାରେ ବିଚଳିତ ନ ହୋଇ ମାନବ ଜୀବନରେ ଯାହା ପ୍ରକୃତ ଲକ୍ଷ୍ୟ ତତ୍ପ୍ରତି ଅନୁଧାବନ କରିବା ଉଚିତ। ଆବହମାନ କାଳରୁ ଗତି କରି ଆସିଥିବା ଜନ୍ମ ମୃତ୍ୟୁ ଦୁଃଖ ସୁଖର ସୁଦୀର୍ଘ ପଥ ମଧ୍ୟରେ ଆମେ ନିଜକୁ ଅମୃତତ୍ୱ ପାଇଁ ପ୍ରସ୍ତୁତ କରିବା ଉଚିତ। ଆତ୍ମା ହେଉଛି ଆମର ପ୍ରକୃତ ସତ୍ତା, ଦେହ ନୁହେଁ। ଆଜି ଆମେ ଯେଉଁମାନଙ୍କ ମୃତ୍ୟୁ ପାଇଁ ଶୋକାଚ୍ଛନ୍ନ ହେଉଛେ ସେମାନେ ଏହି ଜନ୍ମ ପୂର୍ବରୁ ମଧ୍ୟ ଥିଲେ, ପରେ ମଧ୍ୟ ରହିବେ। ତିତିକ୍ଷା ଅର୍ଥାତ୍ ସହ୍ୟ କରିବାର ଦୃଢ଼ ସଂକଳ୍ପ ଓ ଶକ୍ତି। ସଂସାରର ଅନିତ୍ୟ ଶୋକ ଓ ଦୁଃଖ କାମ ଓ କ୍ରୋଧର ବେଗ ଧୀର ଭାବେ ସହ୍ୟ କରିବାକୁ ହେବ। ଏହିପରି ଅଳ୍ପ ଅଳ୍ପ ଅଭ୍ୟାସ କ୍ରମଶଃ ଆମକୁ ଏପରି ଏକ ସ୍ଥିତିରେ ପହଞ୍ଚାଇବ ଯେ ସେସବୁ ବିକୃତିର ପ୍ରଭାବ ଆମକୁ ପ୍ରଭାବିତ କରିପାରିବ ନାହିଁ। ଆମର ଆଭ୍ୟନ୍ତରସ୍ଥ ଶାନ୍ତ ଶାଶ୍ୱତ ଆତ୍ମା ଯେପରି ସଂସାରର ସମସ୍ତ ସୁଖ ଦୁଃଖର ସ୍ପର୍ଶ ଜ୍ଞାନ ଶାନ୍ତ ସମତାର ସହିତ ଗ୍ରହଣ କରେ, ଆମର ବାହ୍ୟ ବ୍ୟକ୍ତିତ୍ୱ ମଧ୍ୟ ସେ ରୂପେ ତାକୁ ଗ୍ରହଣ କରିବାକୁ ସମର୍ଥ ହେବ। ଦେହର ମୃତ୍ୟୁ ପରେ ମଧ୍ୟ ବର୍ତ୍ତମାନ ରହିବା ଅମୃତତ୍ୱ ନୁହେଁ। ଆତ୍ମିକ ଦୃଷ୍ଟିକୋଣରୁ ସମସ୍ତେ ଅମର। ଦେହର ଊର୍ଦ୍ଧ୍ୱରେ ଯେଉଁ ଆତ୍ମାର ଅସ୍ତିତ୍ୱ ଅଛି ତାକୁ ଉପଲବ୍ଧି କରି ତତ୍ ସ୍ମୃତିରେ ସତତ ସ୍ଥିର ରହି ଜନ୍ମ ମୃତ୍ୟୁର ବନ୍ଧନରୁ ଊର୍ଦ୍ଧ୍ୱକୁ ଉଠି ଦିବ୍ୟଗୁଣ ଓ ଦିବ୍ୟମୁକ୍ତି ଜୀବନ୍ମୁକ୍ତି ଲାଭ କରିବା ହିଁ ପ୍ରକୃତ ଅମୃତତ୍ୱ। ଯିଏ ଦେହ ପ୍ରାଣ ମନର ଅନିତ୍ୟ ସୁଖ ଦୁଃଖ ଆବେଗରେ କ୍ଷୁବ୍ଧ ଓ ବିଚଳିତ ହୋଇପଡ଼େ, ସେ ଏହି ପରମ ଶ୍ରେୟ ଅମରତ୍ୱ ଲାଭ ପାଇଁ ଯୋଗ୍ୟ ବିବେଚିତ ହୁଏ ନାହିଁ। ମୃତ୍ୟୁ ବୋଲି କିଛି ନାହିଁ, କାରଣ ଶରୀର ଧ୍ୱଂସ ହେଲା ପରେ ମଧ୍ୟ ତଦାଶ୍ରିତ ଆତ୍ମା ଅନ୍ୟ ଶରୀରରେ ପୁନଶ୍ଚ ପ୍ରବେଶ କରି ତାର ପୂର୍ବ ବ୍ୟକ୍ତିତ୍ୱର ପ୍ରକାଶ କରେ। ଯାହା ବାସ୍ତବିକ ଓ ସତ୍ୟ ତାହା କେବେ ହେଲେ ଲୁପ୍ତ ହୋଇପାରେ ନାହିଁ। ଠିକ୍ ସେହିପରି ଯାହା ଅସତ୍ ଓ ଅବାସ୍ତବ ତାହା ମଧ୍ୟ କେବେ ହେଲେ ଆବିର୍ଭୂତ ହୋଇପାରେ ନାହିଁ। ସତ୍ ଓ ଅସତ୍ ମଧ୍ୟରେ ଅସତ୍ ହେଉଛି ଭ୍ରାନ୍ତି। ଯାହା ସତ୍ ତାହା ସ୍ୱଭାବତଃ ନିତ୍ୟ ଓ ଅସତ୍ ହେଉଛି ଅସ୍ଥିର। ସତ୍ ସର୍ବକାଳରେ ବିଦ୍ୟମାନ, ତେଣୁ ସତ୍ୟ ଅବିନାଶୀ। ଶରୀର ମଧ୍ୟରେ ଆତ୍ମା କେବଳ ସତ୍ ଅଟେ। ଶରୀର ନଶ୍ୱର ବିନାଶଶୀଳ, ସେହି ଦୃଷ୍ଟିରୁ ଆତ୍ମାର ବିନାଶ ନାହିଁ। ଆତ୍ମା ନିଜ ସଂସ୍କାର ଅନୁସାରେ ଯେଉଁ ମାନବୀୟ ଶରୀର ଧାରଣ କରୁନା କାହିଁକି, ପୂର୍ବର ବ୍ୟକ୍ତିତ୍ୱ ଆତ୍ମପ୍ରକାଶ କରିବା ନିଶ୍ଚିତ। ତେଣୁ ଦେହ ଅଭିମାନ ବଶତଃ ଆମେ ଯେଉଁ ବାହ୍ୟ ସତ୍ତାକୁ ଦେଖି ଭାବୁଛେ ଯେ ଅମୁକ ଲୋକର ମୃତ୍ୟୁ ହେଲା, ତାହା ଅଜ୍ଞାନ। ଯେଉଁମାନେ ଆତ୍ମୋପଲବ୍ଧି କରିଛନ୍ତି ସେମାନେ ଜାଣନ୍ତି ଯେ ସେହି ଏକ ଅବିନାଶୀ ଆତ୍ମା ବିଭିନ୍ନ ନାମ ରୂପରେ ବିଭିନ୍ନ ଶରୀର ଧାରଣ କରେ। ଆମ ଶରୀରର ବିନାଶ ହେଉଥିଲେ ମଧ୍ୟ ଏହାକୁ ଅଧିକାର କରି ରହୁଥିବା ଆତ୍ମା ଅନନ୍ତ ନିତ୍ୟ ଅପ୍ରମେୟ ଶାଶ୍ୱତ ଓ ଅବିନାଶୀ। ଏହି ହେତୁ ଶରୀର ବିନାଶ ହେଲେ ମଧ୍ୟ ଆତ୍ମାର କିଛି କ୍ଷତି ହୁଏ ନାହିଁ। ଯେତେବେଳେ ଆମେ ନିଜକୁ ଏକ ଅବିନାଶୀ ଆତ୍ମା ବୋଲି ଅନୁଭବ କରିବାକୁ ଲାଗିବା, ସେତେବେଳେ ଆମକୁ କିଏ ହତ୍ୟା କରୁଛି ବୋଲି ଭାବିବା ନାହିଁ ବା ଅନ୍ୟ କାହାକୁ ହତ୍ୟାକାରୀ ବୋଲି ମନେ କରିବା ନାହିଁ। ଯେତେବେଳେ ଆମ ପାଇଁ ହତ ବା ହନ୍ତା ଏ ଦୁଇ ଶବ୍ଦ ଅର୍ଥହୀନ ହୋଇପଡ଼ିବ,
ସେତେବେଳେ ଆମ ପାଇଁ ହତ ବା ହନ୍ତା ଏ ଶବ୍ଦ ଦୁଇ ଅର୍ଥହୀନ ହୋଇପଡ଼ିବ। ଯେଉଁ ଦେହ ଜୀର୍ଣ୍ଣ ହୋଇଯାଇଛି ତାକୁ ପରିତ୍ୟାଗ କରି ଦେହର ଅଧିକାରୀ ଆତ୍ମା ଯଦି ନୂତନ ଶରୀର ଧାରଣ କରେ ଓ ନୂତନ ଜୀବନଯାପନ କରିବା ଆରମ୍ଭ କରେ, ସେଥିପାଇଁ ଶୋକ କରିବା ଅନାବଶ୍ୟକ। ଏଥିପାଇଁ ଭୟରେ କୁଣ୍ଠିତ ହୋଇ ରୋମାଞ୍ଚିତ ହେବା ନିଷ୍ପ୍ରୟୋଜନ। ଶସ୍ତ୍ରାଦି ଦ୍ୱାରା କେବଳ ସ୍ଥୂଳ ଦେହ ବିଦ୍ଧ ହୁଏ, ବିକୃତ ହୁଏ, ଆତ୍ମାର ସାମାନ୍ୟତମ କ୍ଷତି ହୁଏ ନାହିଁ। ଜ୍ଞାନୀମାନେ ଏହି ବାହ୍ୟ ଦୃଶ୍ୟ ଦ୍ୱାରା ପ୍ରତାରିତ ହୁଅନ୍ତି ନାହିଁ। ଆତ୍ମାକୁ ଦେହ ପରି ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ୱାରା ଜାଣି ହୁଏ ନାହିଁ, ଅନୁଭବ କରି ହୁଏ ନାହିଁ, ମନ ଦ୍ୱାରା ବିଶ୍ଳେଷଣ କରି ହୁଏ ନାହିଁ। ପ୍ରାଣ ଇନ୍ଦ୍ରିୟ ଓ ଇନ୍ଦ୍ରିୟ ଭୋଗୀ ବସ୍ତୁ ସମୂହ ଦ୍ୱାରା ଆତ୍ମା ପରିବର୍ତ୍ତନଶୀଳ ଓ ବିକାରଶୀଳ ନୁହେଁ। ଏହା ସର୍ବାପେକ୍ଷା ମହତ୍ତମ। ସମସ୍ତ ପାର୍ଥିବ ବସ୍ତୁର ଊର୍ଦ୍ଧ୍ୱରେ। ଏହା ସତ୍ୟ ଓ ନିରନ୍ତନ, ସତ୍ୟ ଓ ଚିରନ୍ତନ। ଯେ କୌଣସି କାରଣରୁ ମୃତ୍ୟୁ ହେଉନା କାହିଁକି, ତଦ୍ଦ୍ୱାରା ଯନ୍ତ୍ରଣାଦାୟକ ଅବସ୍ଥାନ୍ତର ହୁଏ ନାହିଁ। ଆତ୍ମା କେବଳ ବ୍ୟକ୍ତ ଅବସ୍ଥାରୁ ଅବ୍ୟକ୍ତ ଅବସ୍ଥାକୁ ଚାଲିଯାଏ। ସାମୟିକ ଭାବରେ ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟ ସମୂହର ଅଗୋଚର ହୋଇଯାଏ, କିନ୍ତୁ ତାର ଅସ୍ତିତ୍ୱ ଯଥାବତ୍ ରହେ। ଶରୀର ବିନାଶ ସହିତ ସେହି ଅବସ୍ଥାର କୌଣସି ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ଶରୀର ଧ୍ୱଂସ ହେଲେ ମଧ୍ୟ ଆତ୍ମାର ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ପରଲୋକରେ ବିଶ୍ରାମ କରି ଆତ୍ମା ତାର ପ୍ରାରବ୍ଧ କର୍ମ ଉପଯୋଗୀ ନୂତନ ଜନ୍ମ, ନୂତନ ଦେହ ଗ୍ରହଣ କରେ। ତେଣୁ କାହାରି ମୃତ୍ୟୁରେ ଆମର ମନ ବା ଇନ୍ଦ୍ରିୟ ସମୂହ ଯଦି ବିକଳ ହୋଇଉଠେ, ଏହା ନିତାନ୍ତ ଅଜ୍ଞାନଜନିତ ସ୍ନାୟବିକ କାତରତା ଭିନ୍ନ ଅନ୍ୟ କିଛି ନୁହେଁ। କ୍ରମଶଃ ଓମ୍ ଶାନ୍ତି।